ଆପଣ ଯେତେବେଳେ ଚଣ୍ଡୀଗଡ଼କୁ ଆସିଥିଲେ ଚଣ୍ଡୀଗଡ଼ର ପରିବେଶ ଆପଣ ନିଜେ ଦେଖିପାରିଥିବେ ଯେଉଁଭଳି ପରିସ୍ଥିତିରେ ଆଜି ଦୀର୍ଘ ବର୍ଷ କାମ ହଉଛି। ଆଉ 5 ଦିନ ପରେ ଦଶହରା ମାଙ୍କର 16 ବେଶ ଆରମ୍ଭ ହବ। ଭକ୍ତମାନେ ହଜାର ହଜାର ଭକ୍ତଙ୍କର ସମାବେଶ ହବ ଏଠାରେ। ଭକ୍ତମାନଙ୍କୁ ସାଧାରଣ ଜନତାମାନଙ୍କୁ ଆଖ୍ୟାନ ରଖି ସରକାର ଜିଲ୍ଲା ପ୍ରଶାସନ କଣ ଏଠାରେ ପଦକ୍ଷେପ ନେଇଛନ୍ତି। ଆପଣ ଯୁଆଡେ ଅନେକ ଅଳିଆ ଆବର୍ଜନା ପଥର ପୁରା ଗଦା ହେଇଛି। ପାର୍କିଂ ବ୍ୟବସ୍ଥା ନାହିଁ, ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଇ ସବୁ ଯୁବ ଦୋକାନୀ ଯୋଉ ଦୋକାନୀମାନେ ଅଛନ୍ତି ସେମାନେ କେଉଁ ଅବ୍ୟବସ୍ଥା ଭିତରେ ଦୋକାନ କରୁଛନ୍ତି ଆପଣ ଦେଖିପାରୁଥିବେ। କିଛି ଦିନ ପୂର୍ବରୁ ଏଇ ମନ୍ଦିର ତିଆରି ହେଇ ତାକୁ ଘର କରିକି ଦିଆଯାଇଛି, ସେ ଘର ସବୁ ଫାଟି ଯାହା ମେଲା କଲାଣି ଆପଣ ଦେଖନ୍ତୁ। ତା ସହିତ ଏଇ ଯୋଉ ବର୍ଷା ଗଲା, ବର୍ଷାରେ ଦେଖିଥିବେ ମା କିଭଳି ଆଣ୍ଠୁଆ ପାଣି ଭିତରେ ମା ଇମିଡିଏଟ ଦରକାର ଯେ ପଥର ଗଦା ହେଇଛି, ଅଳିଆ ଆବର୍ଜନା ସଫା କରାଯାଉ, ପଥର ଗୁଡ଼ିକ ଉଠାଯାଉ, ବର୍ତ୍ତମାନ କାମ ବନ୍ଦ କରାଯାଉ। ମନ୍ଦିର ଯେହେତୁ ମାଙ୍କର ଷୋଡଶ ପୂଜା ବର୍ଷକୁ ଥରେ ପୂଜା ଆସେ ଏବଂ ଲୋକଙ୍କର ସମାଗମଟା ବହୁତ ଥାଏ, ସେଥିପାଇଁ ତାକୁ ଆଖ୍ୟାନ କାମ ବନ୍ଦ କରାଯାଉ, ପଥର ସ୍ଥାନାନ୍ତର କରାଯାଉ, ପାର୍କିଂ ବ୍ୟବସ୍ଥା କରାଯାଉ, ଯେପରି ଭକ୍ତମାନେ ଆସିଲେ ସୁବିଧାରେ ଦର୍ଶନ କରିପାରିବେ। କୌଣସି ପଦକ୍ଷେପ ପୁରା ଅବହେଳା କରା। ଆଜି 5 ବର୍ଷ ହବ, ଦୀର୍ଘ ବର୍ଷ ହବ ଅବହେଳିତ କରି ଆସୁଥିଲେ, କିନ୍ତୁ ଯେବେଠାରୁ କାମ ଆରମ୍ଭ ହେଲା, 4 ବର୍ଷ ହବ ଆମେ କାମ ଆରମ୍ଭ ହେଇଥିଲା, 70 କୋଟିର ଅନୁଦାନ ଆସିଥିଲା, ସେ ସମୟରେ ଆମେ ଦେଖୁଛୁ ପୁରା ଅବହେଳା ହିଁ ଅବହେଳା। କଲେକ୍ଟର ଆସୁଛନ୍ତି ବୁଲିକି ଯାଉଛନ୍ତି, କିଛି କାମ ହଉନି। ବର୍ତ୍ତମାନ ଏଠି ଧର୍ମପଦକୁ ପୂଜା ଚାଲିଛି, ଧର୍ମପଦ କେବେ ଆସିବ ଏଠି ମୁଣ୍ଡି ମାରିବ ମନ୍ଦିର କମ୍ପ୍ଲିଟ ହବ।